ଜୟ ଜଗନ୍ନାଥ। ଆଜି ହେଉଛି ଏପ୍ରିଲ ମାସ 13 ତାରିଖ ରବିବାର। ମୁଁ ଆଜି ଆପଣମାନଙ୍କ ପାଇଁ କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ନେଇ ଆସିଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ମୋର ଅନୁରୋଧ। ଭିଡ଼ିଓଟିକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ପାଖରେ ସର୍ବପ୍ରଥମେ ଖବର ପହଞ୍ଚି ପାରିବ। ତେବେ ଚାଲନ୍ତୁ ଆଜିର ଖବର ଉପରେ ନଜର ପକାଇବା। ବିପର୍ଯ୍ୟୟ ଶିକ୍ଷା ବ୍ୟବସ୍ଥା। ଏହି ଚିତ୍ର ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରୁ। ଦୁଇଟି ଘରେ ପଢ଼ୁଛନ୍ତି 7ଟି ଶ୍ରେଣୀ ପିଲା। କୌଣସି ଟ୍ୟୁସନ ନୁହେଁ, ବରଂ ଏହା ହେଉଛି ଦିନିଆରୀ ସରକାରୀ ଉଚ୍ଚ ବିଦ୍ୟାଳୟ। ଗୋଟିଏ ଶ୍ରେଣୀରେ 3ଟି କଳାପଟା ଲାଗିଛି, ଆଉ 3ଟି କୋଣରେ ବସିଛନ୍ତି 3ଟି ଶ୍ରେଣୀ ଛାତ୍ରଛାତ୍ରୀ। ଏମିତି ଚାଲିଛି ଆମ ସରକାରୀ ବିଦ୍ୟାଳୟ। ସ୍କୁଲରେ ମୋଟ 3ଟି ଘର। ଗୋଟିଏ ବିଦ୍ୟାଳୟ କାର୍ଯ୍ୟାଳୟ ଆଉ ଷ୍ଟକ୍ ରୁମ୍ ହୋଇଥିବାରୁ ଅନ୍ୟ ଦୁଇଟି ମଝିରେ ବାଡ଼ ପକାଇ ପାଠ ପଢ଼ାଉଛନ୍ତି ଶିକ୍ଷକ। ସରକାରୀ ବିଦ୍ୟାଳୟର ବ୍ୟବସ୍ଥା ସେତିକିରେ ସରିନି। ବର୍ଷା ହେଲେ ବିଦ୍ୟାଳୟ ଛାତରେ ପାଣି ଗଳୁଛି। କାନ୍ଥ ସହିତ ଫାଟିଛି ଯେ କେତେବେଳେ କି ପ୍ରକାର ଅଘଟଣ ଘଟିବ ତାହା କହି ହେଉନାହିଁ। ଏପ୍ରେସ୍ ତଳେ ବାଲ୍ ବାଟିକା କେଉଁଠି ଖୋଲାଯିବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଗୋଟିଏ ପଟେ ବେସରକାରୀ ସ୍କୁଲ ଚାଞ୍ଚରେ ସରକାରୀ ସ୍କୁଲକୁ ଗଢ଼ିବାର ପ୍ରୟାସ ଚାଲିଛି, ଆଉ ଏପଟେ ଶିକ୍ଷାର ଏହି ଚିତ୍ର ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇ ଦେଉଛି। ପରବର୍ତ୍ତୀ ଖବର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ପାଟଣା ସାହିର ମୂଳିଆ ସାହୁଙ୍କ ପୁଅ ସୁରତ ସାହୁ କାମ କରିବା ପାଇଁ ଗତ ବର୍ଷ ତଳେ ସୁରଟ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀ ଶ୍ରମିକ ଭାବେ କାମ କରୁଥିଲେ। ଗାଁରେ ବାପା ମାଙ୍କ ସହ ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ରହୁଥିଲେ। ସୁରଟରେ ରୋଜଗାର କରି ଯାହା ଟଙ୍କା ପଠାଉଥିଲେ ସେଥିରେ ଘର ଚଳୁଥିଲା। ସୁରଟରେ ରୋଜଗାର କରି ଯାହା ଟଙ୍କା ପଠାନ୍ତି ସେଥିରେ ଘର ଚଳୁଥିଲା। ସ୍ତ୍ରୀ, ପୁଅ, ଝିଅଙ୍କୁ ଦେଖିବା ପାଇଁ ଏହି ପଣା ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତିରେ ସେ ଗାଁକୁ ଫେରିଥାନ୍ତେ। ହେଲେ ସେ ଫେରିବା ପୂର୍ବରୁ ଆସିଲା ବଡ଼ ଦୁଃଖଦ ଖବର। ଶନିବାର ସକାଳ 7ଟାରେ ସୁରତ ରୁମ୍ ବିଶ୍ରାମ ନେଉଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କଲେ। ତୁରନ୍ତ ତାଙ୍କୁ ସାଥୀମାନେ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଉଥିଲେ, କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ସୁରତ ଫେରିବେ ବୋଲି ଖୁସିରେ ଥିବା ପରିବାର ତାଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।